ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଆମେ ଚିହ୍ନିବା କିପରି ବା ଜାଣିବା କିପରି କେଉଁ ଏଇ ଫର୍ମରେ ବାକ୍ୟ ଗୁଡ଼ିକ କିପରି ହେଇଥାଏ ତାହା ଆମେ ଏଠି ଆଲୋଚନା କରିବା। ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଆମେ ଚିହ୍ନିବା କିପରି ବା ଜାଣିବା କିପରି ତାହେଲେ କେଉଁ ବାକ୍ୟ ଗୁଡ଼ିକ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଆମେ କହିବା ତାହା ବିଷୟ ନେଇ ଆଜି ଏଠି ଆଲୋଚନା ଆମେ କରିବା। ଯେଉଁ ଓଡ଼ିଆ ବାକ୍ୟ ଶେଷରେ ଇ ଆସିଅଛ ଇ ଆସିଅଛି ଇ ଆସିଅଛୁ ଇ ଆସିଅଛନ୍ତି ଇତ୍ୟାଦି ଉଚ୍ଚାରଣ ଆସୁଥାଏ ଏବଂ ଏହି ବାକ୍ୟ ଗୁଡ଼ିକ କହିବା ସମୟରେ କାର୍ଯ୍ୟଟି ଅତୀତରେ ଆରମ୍ଭ ହୋଇଥାଏ ଏବଂ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟଟି ଚାଲୁ ରହିଥାଏ। ସେହି ପ୍ରକାର ବାକ୍ୟ ଗୁଡ଼ିକୁ ଆମେ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଫର୍ମରେ ଲେଖିପାରିବା। ତେଣୁ କଣ ହେଇଥାଏ ନା ଯେଉଁ ଓଡ଼ିଆ ବାକ୍ୟ ଶେଷରେ ଇ ଅଛ ଇ ଅଛି ଇ ଅଛୁ ଇ ଅଛନ୍ତି ଇତ୍ୟାଦି ଉଚ୍ଚାରଣ ଆସୁଥିବ ଏବଂ ବାକ୍ୟ ଗୁଡ଼ିକ କହିବା ସମୟରେ କାର୍ଯ୍ୟଟି ଅତୀତରେ ଆରମ୍ଭ ହୋଇଥାଏ ଏବଂ ବର୍ତ୍ତମାନ ସମୟରେ କାର୍ଯ୍ୟଟି ଚାଲୁ ରହିଥାଏ ସେହି ପ୍ରକାର ବାକ୍ୟ ଗୁଡ଼ିକ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭରେ ଲେଖିପାରିବା। ତାହେଲେ ଏହାର ବାକ୍ୟ ଗଠନ ସୂତ୍ର S plus has perhaps plus been plus MV ing form plus O ये होची प्रेजेंट परफेक्ट प्रोग्रेसिव रो वाक्य गठन सूत्र। यही फॉर्मूला रे वाक्य गुडी को करि परिया। सूत्र नंबर 4 ताले यार आमे किछि उदाहरण नबा।
বিট 1 ରାମ 2 ବର୍ଷ ହବ ଏଠାରେ କାମ କରି ଆସୁଅଛି। ତାହେଲେ ଏଇ ବାକ୍ୟଟିକୁ ଆମେ ନେବା କର୍ତ୍ତା ହିସାବରେ ରାମ ଅଛି ସବଜେକ୍ଟ, ତେଣୁ ଆମେ ରାମ have has ଗୋଟେ ହେଲା, ଯେହେତୁ ରାମ ଥାର୍ଡ ପର୍ସନ ସିଙ୍ଗୁଲାର ନାମ ତେଣୁ ଆମେ has ୟୁଜ କରିବା। ରାମ has been ଗୋଟେ ଲାଗିବ, been କାମ କରିବା work working WORKING ରାମ has been working here ଗତ 2 ବର୍ଷ ହଉଛି last 2 years। ତାହେଲେ ରାମ 2 ବର୍ଷ ହବ ଏଠାରେ କାମ କରି ଆସୁଅଛି, ଅର୍ଥାତ୍ ରାମ ଅତୀତର ହେଇଗଲାଣି 2 ବର୍ଷ କାମ କରୁଛି, ଏ ବିଷୟ ତାର କାମଟି ଚାଲୁ ରହୁଛି। ତେଣୁ କି ରାମ has been working here last 2 years। ଠିକ ସେଇପରିକା ଆଉ ଗୋଟେ କାମ ନେଇପାରିବା, ଆଉ ଗୋଟେ ଉଦାହରଣ ନେଇପାରିବା, ସେ 5 ବର୍ଷ ହବ ପାଠ ପଢି ଆସୁଛି। ତାହେଲେ କଣ ହେବ ଏଠି ନା he has been learning last 5 years। ତାହେଲେ ତାର 5 ବର୍ଷ ଆଗରୁ କାମଟି ଆରମ୍ଭ ହୋଇଥିଲା, କାମଟା ଏବେ ମଧ୍ୟ ଚାଲୁ ରହିଛି। ଏଇ ପ୍ରକାର ତାହେଲେ ଅତୀତରେ କାମଟି ଆରମ୍ଭ ହୋଇଥିବ ଏବଂ ବର୍ତ୍ତମାନ ସୁଦ୍ଧା ସେ ଚାଲୁ ରହିଥିବ, ଆଗକୁ ମଧ୍ୟ ଚାଲୁ ରହିବ। ଏଇ ପ୍ରକାର ବାକ୍ୟ ଆଉ ଯଦି ବୁଝୁଥାଏ ତାହେଲେ ସେଇ ବାକ୍ୟ ଗୁଡ଼ିକୁ ଆମେ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭରେ କହିପାରିବା। ଠିକ ସେଇପରିକା ଆଉ ଗୋଟେ ଉଦାହରଣ ନେବା, ବାପା କଟକ ଯାଇ ଆସୁଛନ୍ତି। ତାହେଲେ ବାପାଙ୍କ ଯିବାକୁ ଆଗରୁ ମଧ୍ୟ କଟକ ଯିବା ହୁଏ, ଏବେ ସୁଦ୍ଧା ବାପା କଟକ ଯିବା ଆସିବା କରୁଛନ୍ତି ଯାର ଅର୍ଥ। ତାହେଲେ ଫାଦର has been going to Cuttack, father has been going to Cuttack, ଅର୍ଥାତ୍ ବାପା କଟକ ଯାଇ ଆସୁଛନ୍ତି। ଠିକ ସେଇପରିକା ଆଉ 2-3 ଖଣ୍ଡ ଉଦାହରଣ ନେଇକରି ଦେଖିବା ଆମେ। ତୁମେ 2 ବର୍ଷ ହବ କଠିନ ପରିଶ୍ରମ କରି ଆସୁଅଛ। ତାହେଲେ यार ବାକ୍ୟ ସୂତ୍ର ହିସାବରେ, ବାକ୍ୟ ଗଠନ ସୂତ୍ର ହିସାବରେ you have ଗୋଟେ, ତେଣୁ you have been working hard last 2 years। ତାହେଲେ ତୁମେ 2 ବର୍ଷ ହବ କଠିନ ପରିଶ୍ରମ କରି ଆସୁଛ, ତାହେଲେ you have been working hard last 2 years। ତାହେଲେ 2 ବର୍ଷ ହବ ସେ ପରିଶ୍ରମ କରୁଛନ୍ତି, ଏ ବିଷୟରେ ପରିଶ୍ରମ କାମ ଜାରି ରହିଛି ବା ଚାଲୁ ରହିଛି। ଆଉ ଗୋଟେ ଉଦାହରଣ ନେବା,
ପିଲାମାନେ ବିଦ୍ୟାଳୟ ଯାଇ ଆସୁଅଛନ୍ତି। ତାହେଲେ the children have been going to school. ପିଲାମାନେ 2 ବର୍ଷ ହବ ପିଲାମାନେ ବିଦ୍ୟାଳୟ ଯାଇ ଆସୁଛନ୍ତି। The children have been going to school. ପିଲାମାନେ ବିଦ୍ୟାଳୟ ଯାଇ ଆସୁଛନ୍ତି। ଆଉ ଗୋଟେ ଉଦାହରଣ ନେଇପାରିବା। ତୁମେ 3 ଦିନ ହେବ କାମ କରି ଆସୁଅଛ। ତାହେଲେ ତାର କାର୍ଯ୍ୟଟା 3 ଦିନ ପୂର୍ବରୁ ଆରମ୍ଭ ହୋଇଛି, ବର୍ତ୍ତମାନ ମଧ୍ୟ କାମଟା ଚାଲୁ ରହିଛି। ତେଣୁ ଏଟାକୁ ଆମେ ଲେଖିପାରିବା you have been working last 3 days. ତାହେଲେ ତୁମେ 3 ଦିନ ହବ କାର୍ଯ୍ୟଟି ବା କାମଟି କରି ଆସୁଅଛ। ତାହେଲେ you have been working last 3 days. ତାହେଲେ ଏବେ ସୁଦ୍ଧା କାମଟା ଚାଲୁଛି, ଆଉ ମଧ୍ୟ କାମ ହେଇପାରେ। ତେଣୁ ଏହି ପ୍ରକାର ବାକ୍ୟ ଗୁଡ଼ିକ ଯେଗୁଡ଼ାକ ବୁଝାଉଥିବ ବା ଏହି ଧରଣ ବାକ୍ୟ ଗୁଡ଼ିକୁ ଆମେ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଫର୍ମରେ କରିବା। ଏହାର ବାକ୍ୟ ଗଠନ ସୂତ୍ର ମଧ୍ୟ ଏହାକୁ ଦିଆଯାଇଛି ନା have subject s plus have par have plus been plus FVING plus o। ତାହେଲେ এই ଫର୍ମୁଲାରେ ଆମେ ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭ ଫର୍ମଟି କରିବା। ନେକ୍ସଟ ଟାଇମକୁ ଆମେ ଫ୍ୟୁଚର ଟାଇମକୁ ଏଠି ଆଲୋଚନା କରିବା। ଏ ଥିଲା ପ୍ରେଜେଣ୍ଟ ଟାଇମର 4 ଗୋଟି ଫର୍ମ। ତେଣୁକରି ଆମେ ଫ୍ୟୁଚର ଟାଇମକୁ ନେକ୍ସଟ ଭିଡ଼ିଓକୁ ଆସିବା ଏବଂ ପ୍ରତ୍ୟେକ ଟାଇମର ପ୍ରତ୍ୟେକ ଫର୍ମ ଗୁଡ଼ିକୁ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ଏ ଥିଲା ପ୍ରେଜେଣ୍ଟ ପରଫେକ୍ଟ ପ୍ରୋଗ୍ରେସିଭର। ନେକ୍ସଟ ଟାଇମକୁ ଆମେ ଆସିବା ପ୍ରେଜେଣ୍ଟ ଫ୍ୟୁଚର ଟାଇମକୁ ନେଇକି, ଫ୍ୟୁଚର 4 ଗୋଟି ଫର୍ମକୁ ନେଇକିରି। ବିଶେଷ ସୂଚନା, ଏହି ଭିଡ଼ିଓରେ ଆମେ ଅଙ୍କ ଏବଂ ଜ୍ୟାମିତିର ମଧ୍ୟ ଆଲୋଚନା କରିବୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଲାଇକ୍ ଟିକେ କରିବେ ଏବଂ ସେୟାର ମଧ୍ୟ କରିବେ, କମେଣ୍ଟ ମଧ୍ୟ କରିବେ, ଆଉ ଚ୍ୟାନେଲଟିକୁ ନୂଆ ଯେମିତି ସବସ୍କ୍ରାଇବ କରିବେ। ନମସ୍କାର।